ଆଜିର ପ୍ରସଙ୍ଗ ବିଶ୍ୱ ଦୃଶ୍ୟଶ୍ରାବ୍ୟ ଏବଂ ମନୋରଞ୍ଜନ ଶିଖର ସମ୍ମିଳନୀ ୱେବ୍ସ 2025। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ। ଉପସ୍ଥାପନା ନୀନା ସାହୁ। ବିଶ୍ୱ ଦୃଶ୍ୟଶ୍ରାବ୍ୟ ଓ ମନୋରଞ୍ଜନ ଶିଖର ସମ୍ମିଳନୀ ୱେବ୍ସ 2025 ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପ ପାଇଁ ଏକ ଐତିହାସିକ କାର୍ଯ୍ୟକ୍ରମରେ ପରିଣତ ହେବ। ଆସନ୍ତା ମେ ମାସ 1ରୁ 4 ତାରିଖ ପର୍ଯ୍ୟନ୍ତ ମୁମ୍ବାଇର ଜିଓ ୱାର୍ଲ୍ଡ କନଭେନସନ୍ କେନ୍ଦ୍ରଠାରେ ଅନୁଷ୍ଠିତ ହେବ। ଏହି ଶିଖର ସମ୍ମିଳନୀରେ ଶିଳ୍ପ ଜଗତ, ବିଷୟବସ୍ତୁ ନିର୍ମାତା, ନିବେଶକ ଏବଂ ନୀତି ନିର୍ଦ୍ଧାରକଙ୍କୁ ମନୋରଞ୍ଜନ କ୍ଷେତ୍ରର ଭବିଷ୍ୟତ ଗଠନ ପାଇଁ ଏକ ପ୍ରକୃଷ୍ଟ ମଞ୍ଚ ପ୍ରଦାନ କରିବ। ଏହି ସମ୍ମିଳନୀର ବିଷୟବସ୍ତୁ ରହିଛି ଆଧୁନିକ ସୃଜନଶୀଳତା ସହିତ ଭାରତୀୟ ସାଂସ୍କୃତିକ ଉତ୍ତରାଧିକାରର ସେତୁ ବନ୍ଧନ। ଦେଶର ବିଭିନ୍ନ ଭୌଗୋଳିକ କ୍ଷେତ୍ରରେ ପ୍ରଭାବ ବିସ୍ତାର କରି ଏହାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ମାଧ୍ୟମରେ ଆକର୍ଷଣୀୟ ବିଷୟବସ୍ତୁ ସୃଷ୍ଟି ମାଧ୍ୟମରେ ଭାରତ ଗଣମାଧ୍ୟମ ଏବଂ ମନୋରଞ୍ଜନରେ ଏକ ପ୍ରଭାବଶାଳୀ ସ୍ଥାନ ଅଧିକାର କରିପାରିଛି। ଏହା ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରରେ ଅନ୍ୟତମ ଅଗ୍ରଣୀ ରାଷ୍ଟ୍ର ହେବାକୁ ଯାଉଛି। ବିଷୟବସ୍ତୁ ସୃଷ୍ଟି, ପୁଞ୍ଜିନିବେଶ ଏବଂ ଭାରତରେ ପ୍ରସ୍ତୁତ ସୁଯୋଗ ତଥା ବିଶ୍ୱସ୍ତରୀୟ ପ୍ରଚାର ଓ ପ୍ରସାର ପାଇଁ ଏହି ଶିଖର ସମ୍ମିଳନୀ ଦେଶକୁ ପ୍ରମୁଖ ସ୍ଥଳ ପ୍ରୋତ୍ସାହନ ପ୍ରଦାନ କରିବ। ୱେବ୍ସ ହେଉଛି ଗଣମାଧ୍ୟମ ଏବଂ ମନୋରଞ୍ଜନ ଶିଳ୍ପରେ ଆଲୋଚନା, ସହଯୋଗ ଏବଂ ଅଭିନବତାକୁ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ଏକ ପ୍ରମୁଖ ମଞ୍ଚ। ଏହି କାର୍ଯ୍ୟକ୍ରମ ଶିଳ୍ପୋଦ୍ୟୋଗୀ, ଅଂଶୀଦାର ଏବଂ ଉଦ୍ଭାବକଙ୍କୁ ଏକାଠି କରି ସମ୍ଭାବନା, ଆହ୍ୱାନର ମୁକାବିଲା ଏବଂ ବିଶ୍ୱ ବାଣିଜ୍ୟକୁ ପ୍ରୋତ୍ସାହିତ କରିବା ସହିତ ଏକ ସୁଦୃଢ଼ ଭବିଷ୍ୟତ ଗଠନ ଦିଗରେ ସହାୟକ ହେବ ବୋଲି ଆଶା କରାଯାଉଛି। ଭାରତକୁ ବିଶ୍ୱ ଗଣମାଧ୍ୟମ ଏବଂ ମନୋରଞ୍ଜନ ଶିଳ୍ପର ଏକ କେନ୍ଦ୍ରରେ ପରିଣତ କରିବା ହେଉଛି ୱେବ୍ସ 2025ର ମୁଖ୍ୟ ଉଦ୍ଦେଶ୍ୟ। ଏହି ଶିଖର ସମ୍ମିଳନୀରେ ନିବେଶ ଓ ଉଦ୍ଭାବନକୁ ପ୍ରୋତ୍ସାହନ, ସୃଜନଶୀଳ ଅର୍ଥନୀତିକ ସୁଦୃଢ଼, ଦକ୍ଷତା ବିକାଶ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ବୈଶ୍ୱିକ ସହଯୋଗକୁ ପ୍ରୋତ୍ସାହିତ କରିବାରେ ଲକ୍ଷ୍ୟ ରଖାଯାଇଛି। ଇତିମଧ୍ୟରେ ଏହି ସମ୍ମିଳନୀ ପ୍ରସ୍ତୁତିରେ ଏକ ଉଚ୍ଚସ୍ତରୀୟ ଅଧିବେଶନ ନୂଆଦିଲ୍ଲୀର ଚାଣକ୍ୟପୁରୀସ୍ଥିତ ସୁଷମା ସ୍ୱରାଜ ଭବନରେ ଅନୁଷ୍ଠିତ ହୋଇଯାଇଛି। ୱେବ୍ ସମ୍ମିଳନୀରେ ଆନ୍ତର୍ଜାତୀୟ ସମୁଦାୟକୁ ସାମିଲ କରିବାର ପ୍ରୟାସ ଲକ୍ଷ୍ୟରେ ଏହି ଅଧିବେଶନ ଅନୁଷ୍ଠିତ ହୋଇଛି। ଏହି ଅଧିବେଶନରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏନ୍ ମୁରୁଗାନ୍, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍, ମହାରାଷ୍ଟ୍ର ସରକାରଙ୍କ ମୁଖ୍ୟ ଶାସନ ସଚିବ ସୁଜାତା ସୌନିକ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଏଥିରେ ଯୋଗଦେଇ ପ୍ରସ୍ତୁତ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ମତ ବିନିମୟ କରିଥିଲେ। ବିଭିନ୍ନ ଦେଶର ପ୍ରାୟ 100 ଜଣ ରାଷ୍ଟ୍ରଦୂତ ଏବଂ ଉଚ୍ଚାୟୁକ୍ତ ଏହି ଅଧିବେଶନରେ ଯୋଗ ଦେଇଥିଲେ। ଏହି ଅବସରରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଗଣମାଧ୍ୟମ, ମନୋରଞ୍ଜନ ଓ ଡିଜିଟାଲ ପ୍ରସାର କ୍ଷେତ୍ରରେ ଉଭୟ ପକ୍ଷର ସହଯୋଗ ନେଇ ଏହି ବୁଝାମଣାପତ୍ର ପ୍ରସ୍ତୁତ କରାଯାଇଥିଲା। ଅଧିବେଶନକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଥିଲେ, ସୃଜନଶୀଳତା, ଗଣମାଧ୍ୟମ ଓ ପ୍ରଯୁକ୍ତିବିଦ୍ୟାର ମିଶ୍ରଣରେ ବିଶ୍ୱର ଗଣମାଧ୍ୟମ ପରିଦୃଶ୍ୟକୁ ପରିବର୍ତ୍ତନ କରୁଛି ଏବଂ ସମନ୍ୱୟର ଏକ ନୂତନ ସ୍ତରରେ ପହଞ୍ଚାଇ ପାରିଛି। ବିଶ୍ୱସ୍ତରରେ ବିଭିନ୍ନ କ୍ଷେତ୍ରରେ ଭାରତ ପ୍ରୟାସ ଉପରେ ବିସ୍ତୃତ ଭାବେ ବର୍ଣ୍ଣନା କରି ମନ୍ତ୍ରୀ ଶ୍ରୀ ବୈଷ୍ଣବ ସମସ୍ତ ଅଂଶୀଦାରଙ୍କୁ ୱେବ୍ ସମ୍ମିଳନୀରେ ଅଂଶଗ୍ରହଣ କରିବା ସହିତ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଏକାଠି ହେବାକୁ ଆହ୍ୱାନ ଦେଇଥିଲେ। ଅଧିବେଶନରେ ଉଦ୍ବୋଧନ ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଜୟଶଙ୍କର ଆର୍ଥିକ ଏବଂ ରାଜନୈତିକ ସନ୍ତୁଳନ ମାଧ୍ୟମରେ ସାଂସ୍କୃତିକ କ୍ଷେତ୍ର ତ୍ୱରାନ୍ୱିତ ହୋଇପାରିବ ବୋଲି କହିଥିଲେ। ୱେବ୍ସ 2025 ବିଭିନ୍ନ କ୍ଷେତ୍ରରେ ଭାରତର ପ୍ରୟାସର ଭାବନାକୁ ପ୍ରତିଫଳିତ କରୁଛି। ୱେବ୍ ସମ୍ମିଳନୀରେ ଏହି ପ୍ରଥମ ସଂସ୍କରଣକୁ ଏକ ଅର୍ଥପୂର୍ଣ୍ଣ ପ୍ରଭାବ ସୃଷ୍ଟି କରିବା ଲକ୍ଷ୍ୟ ନେଇ ପ୍ରସଙ୍ଗସ୍ତରୀୟ ରୂପରେଖ ପ୍ରସ୍ତୁତ କରାଯାଇଛି। ଏହି ଅବସରରେ ଆୟୋଜିତ ହେବାକୁ ଥିବା ଆଲୋଚନା ବୈଠକରେ ବିଭିନ୍ନ ନୀତି ନିର୍ଦ୍ଧାରକ ଅଂଶଗ୍ରହଣ କରି ମାର୍ଗଦର୍ଶିକା ପ୍ରସ୍ତୁତ କରିବେ। ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରରେ ନିରପେକ୍ଷ ଓ ପାରଦର୍ଶୀ ବିକାଶକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଅଂଶୀଦାର ଦେଶଗୁଡ଼ିକର ପ୍ରତିନିଧି ଏବଂ ବିଭିନ୍ନ କ୍ଷେତ୍ରର ସହଯୋଗୀଙ୍କ ମଧ୍ୟରେ ଖୋଲା ଆଲୋଚନା ଅନୁଷ୍ଠିତ ହେବ। ଏହାଦ୍ୱାରା ସହଭାଗିତା ସୁଦୃଢ଼ ହୋଇପାରିବ। ଭାରତର ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପକୁ ବିଶ୍ୱ ବଜାରରେ ପହଞ୍ଚାଇବାରେ ଏହି ସମ୍ମିଳନୀ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବ।